ଆଜିର ବ୍ଲଗ୍ଟି ହେଉଛି କଖାରୁ ଫୁଲ ଆଉ କୋଶଳା ଶାଗ ଭଜା ହେବ। ତ କୋଶଳା ଶାଗକୁ ଆମେ କାଟିକି ଧୁଆଧୁଇ କରିଦେଇଛୁ, କଖାରୁ ଫୁଲ କାଟିକି ଧୁଆଧୁଇ କରିଦେଇଛୁ। ତା ସାଙ୍ଗରେ ଗୋଟେ ଆଳୁ କାଟିକି ଧୁଆଧୁଇ କରିଦେଇଛୁ। ଗୋଟେ ପିଆଜ କାଟିକି ଥୋଇ ଦେଇଛୁ। ରସୁଣ ଛେଚା ହେଇକି ଥୁଆ ହେଇଯାଇଛି। କଞ୍ଚା ଲଙ୍କା ବି କଟା ହେଇକି ଥୁଆ ହେଇଯାଇଛି। ଏଠି ଆମେ କଡ଼େଇ ବସାଇ ଦେଇଛେ, ତେଲ ବି ପକାଇ ଦେଇଛେ। ଫୁଟଣଟା ପକାଇବା। ତେଲଟା ଟିକେ ଗରମ ହେଇଗଲେ ଫୁଟଣଟା ପକାଇଦେବା। ତେଲଟା ଗରମ ହେଇଗଲାଣି, ଫୁଟଣ ଟିକେ ପକାଇଦେବା। ରସୁଣଟା ପକାଇଦେବା। ପିଆଜଟା ବି ପକାଇଦେଲେ। ଟିକେ ପିଆଜଟା ଆମର ହେଇଗଲା। ତାପରେ ଆମେ ଟିକେ ଆଳୁ ପକାଇଦେବା। କାହିଁକିନା ଆଳୁଟା ଆଗ ଟିକେ ପକାଇଦେଲେ ଟିକେ ସିଝିଗଲେ ତାପରେ ଆମେ କୋଶଳା ଶାଗକୁ କଖାରୁ ଫୁଲଟା ପକାଇବା। ତ ଆମର ଏଠି ଆଳୁ ସିଝିଗଲାଣି। ଆମେ ଏଠି ଶାଗକୁ କଖାରୁ ଫୁଲ ପକାଇଦେବା। ସ୍ୱାଦ ଅନୁସାରେ ଲୁଣ ପକାଇଦେବା। ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟିଦେବା ଟିକେ। ମୋତେ ସେ କୋଶଳା ଭଜା ହେଇଗଲା। ଯଦି ଆମ ଭିଡ଼ିଓ ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଆଉ ଆମ ଚ୍ୟାନେଲ୍ ସହ ଯୋଡ଼ି ହେଇକି ରହନ୍ତୁ।